दाऊद निजे करिथिबा पाप स्वीकार कले एवं ईश्वरଙ୍କ निकटरे अनुताप कले। सेथिपाई से परमेश्वरଙ୍କ ठारू अनुग्रह पाइले। ईश्वरଙ୍କର दयाको निज जीवन रे से अनुभव करिया को पारिले। आज कौन आमे ईश्वरଙ୍କର दयाको आम जीवन रे अनुभव करूछु कि? जीसुଙ୍କ मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाई से सत्य पथे पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। दर्शक बंधु नमस्कार। प्रभु जीशु ख्रीष्टंकर मधुर नाम रे आपण को ए पथ प्रदर्शिका कार्यक्रम को स्वागत करूछि। मु आशा करे प्रभुंकर अनुग्रह एवं दयारे आपण एवं आपणकर परिवार निश्चय भलरे अछंती। आपण नियमित आममानकर ए कार्यक्रम देखुछंती, ईश्वरंकर वाक्य द्वारा शिक्षित होउछंती, आत्मिक जीवन रे वृद्धि पाउछंती। सेतिपाई प्रभुंकर धन्यवाद करे। आपणकर मतामत आममान को देवा पाई भूलिबे नाही। टीवी स्क्रीन रे जो नंबर टी दिया जाउची सही नंबर रे आज ही आम संगे जोगाजोग करंतु। आपणकर फोन कॉल रो अपेक्षा रे आम माने अछु। प्रिय बंधु, आम माने अध्ययन करिथिलु जे दाऊद पाप कले। चक्षुर अभिलाष द्वारा व्यभिचार रूपक पाप करिबा निमंते से पछेई नथिले। पाप कला परे से उरियंकु बध करिबा निमंते योजना कले। से भाबिथिले जे पाप को से ए प्रकार भावरे घोड़ेई देबे, किंतु ईश्वरंक ठारू लुचिबा संभवपर नथिला। आमी जेतेबेले द्वितीय सामुएल 12 अध्याय को आसु, नाथन भाववादी ताहांक निकटरे कथावार्ता करिके कथा प्रकाश करुछंती। जेपरि दाऊद निजर पाप निमंते अनुताप करिवे, निजर पाप को स्वीकार करिवे, मानि नेबे। दाऊद पाप कला परे मध्य पाप करिछि बोली जानि पारु नथिले। से ताहा घोड़ेइबा पाई चेष्टा करुथिले। दृष्टांत माध्यमरे नाथन भाववादी द्वारा ताहांकर पाप को प्रकाश कले। दाऊद नाथनक कथा शुणिला परे से विचार और दंडाज्ञा निरूपण करुछंती। तांको प्रति कौन विचार करा जिबा आवश्यक? दाऊदंक परि आमे आमर पाप निमंते दया और अनुग्रहर आवश्यक करू। नाथन प्रकाश कले जे तांकर पाप निमंते व्यवस्था अनुसार मृत्युदंड भोग करिवार थिला, किंतु दाऊद निजे करिथिबा पाप स्वीकार कले, अनुताप कले। सेथिपाई सदाप्रभुंक ठारू से अनुग्रह पाइले। ईश्वरंकर दया को निज जीवन रे से अनुभव कले। आज कौन आमे ईश्वरंकर दया को आम जीवन रे अनुभव करि पारुछु कि? तेबे आसंतु आजिर अध्ययन रे संपर्क रे अधिक आलोचना करिबा, किंतु ता पूर्वरु गोटे भक्तिमूलक गीत शुणिबा।
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ସମୁଏଲ ପୁସ୍ତକର 11 ପର୍ବର 14 ପଦରୁ ଆରମ୍ଭ କରି 12 ପର୍ବର 31 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଗତ ପାଠରେ ଆମେ ଦେଖିଥିଲୁ ଦାଉଦ ବତ୍ସେବା ସହିତ ବ୍ୟଭିଚାର ଜନିତ ପାପରେ ପତିତ ହେଲେ, ଆଉ ସେ ଯେପରି ସେହି ଅପରାଧରେ ଧରା ନ ପଡ଼ନ୍ତି ସେଥିପାଇଁ ସେ ଉରିୟକୁ ବତ୍ସେବା ସହିତ ଶୟନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କଲେ, କିନ୍ତୁ ସେ ଯୋଜନା ବିଫଳ ହେଲା। ଏହାପରେ ଦାଉଦ ଉରିୟକୁ ବଧ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କଲେ। ଆସନ୍ତୁ ତାହେଲେ ସେହି ସମସ୍ତ ବିଷୟ ବର୍ତ୍ତମାନ ଆମେ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଦ୍ୱିତୀୟ ସମୁଏଲ 11 ପର୍ବର 14ରୁ 17 ପଦ ମଧ୍ୟରେ ଏହିପରି ଲେଖା ଅଛି। ଏଣୁ ଦାଉଦ ସକାଳେ ଯୋଆବ ନିକଟକୁ ପତ୍ର ଲେଖି ଉରିୟ ହାତରେ ତାହା ପଠାଇଲେ। ପତ୍ରରେ ସେ ଏହା ଲେଖିଥିଲେ, ଯଥା ଯେପରି ଉରିୟ ଆହତ ହୋଇ ମରିବ, ଏଥିପାଇଁ ତୁମେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ। ପୁଣି ଯୋଆବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି ଏହା ଜାଣି ସେ ଉରିୟକୁ ସେଠାରେ ନିଯୁକ୍ତ କଲା। ଏଉତାରେ ନଗରର ଲୋକମାନେ ବାହାରେ ଯାଇ ଯୋଆବ ସଙ୍ଗେ ଯୁଦ୍ଧ କଲେ। ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ପତିତ ହେଲେ ଓ ହିତୀୟ ଉରିୟ ମଧ୍ୟ ମଲା। ମୋର ବିଚାରରେ ଦାଉଦଙ୍କର ଏହା ସବୁଠାରୁ ଜଘନ୍ୟ ପାପ ଥିଲା, କାରଣ ଏହି ଉରିୟ ବତ୍ସେବାର ସ୍ୱାମୀ ଥିଲା, ଆଉ ଦାଉଦ ଜାଣି ଜାଣି ଉରିୟକୁ ବଧ କରାଇଲେ। ଏହା ଅତି ଭୟଙ୍କର ପାପ। ଦାଉଦ ମଧ୍ୟ ଏଥି ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବାକୁ ଯାଉଅଛନ୍ତି। ଈଶ୍ୱର ଦାଉଦଙ୍କର ସେହି ପାପକୁ ଲୋକମାନଙ୍କର ଦୃଷ୍ଟିଗୋଚରକୁ ଆଣିଲେ ଓ ଦାଉଦ ଏଥି ନିମନ୍ତେ ବିଚାରିତ ହେଲେ। 11 ପର୍ବର 18 ପଦରୁ 21 ପଦ ମଧ୍ୟରେ ଏହିପରି ଲେଖା ଅଛି। ତେବେ ଯୋଆବ ଲୋକ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା। ପୁଣି ଦୂତକୁ ଆଜ୍ଞା ଦେଇ କହିଲା, ତୁମେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ ଯେବେ ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମକୁ କହନ୍ତି, କାହିଁକି ତୁମେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କ'ଣ ତୁମେମାନେ ଜାଣିଲ ନାହିଁ? ଜିରୁବେଶତର ପୁତ୍ର ଅବିମେଲେକକୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପରପଟ ପକାନ୍ତେ, ସେ କ'ଣ ତେବେଶରେ ମଲା ନାହିଁ? କାହିଁକି ତୁମେମାନେ ପ୍ରାଚୀରର ଏତେ ନିକଟକୁ ଗଲ? ତେବେ ତୁମେ କହିବ, ଆପଣଙ୍କ ଦାସ ହିତୀୟ ଉରିୟ ମଧ୍ୟ ମରିଅଛି। ଦେଖନ୍ତୁ, ଯୋଆବ ଦାଉଦଙ୍କ ନିକଟକୁ ତାହାଙ୍କର ସମ୍ବାଦବାହକମାନଙ୍କ ହସ୍ତରେ ଏହିପରି ସମ୍ବାଦ ଦେବାର କାରଣ ହେଉଛି, ସେହି ସମ୍ବାଦବାହକମାନେ ଯେପରି ନ ଜାଣନ୍ତୁ ଯେ ଉରିୟକୁ ଚକ୍ରାନ୍ତ କରି ମରାଯାଇଅଛି। ତେଣୁକରି ଯୋଆବ ସେହି ସମ୍ବାଦ ତାହାର ସମ୍ବାଦବାହକମାନଙ୍କ ହସ୍ତରେ ଦାଉଦଙ୍କ ନିକଟକୁ ପଠାଇ ସେହି ସମ୍ବାଦର ପ୍ରକୃତ ରହସ୍ୟକୁ ସମ୍ବାଦବାହକମାନଙ୍କଠାରୁ ଛପେଇ ରଖିବା ନିମନ୍ତେ ଏହିପରି ସମ୍ବାଦ ପ୍ରେରଣ କରିଥିଲା। ଏହାପରେ 11 ପର୍ବର 22ରୁ 25 ପଦ ମଧ୍ୟରେ ଆମେ ଦେଖୁ ଯେ ଦାଉଦ ଏପରି ଅଭିନୟ କରି କଥା କହୁଛନ୍ତି ସତେ ଯେପରି ସେ କିଛି ଜାଣିନାହାନ୍ତି। ମାତ୍ର ଈଶ୍ୱର ଦାଉଦଙ୍କର ମନୋଭାବ ଜାଣନ୍ତି। ଦାଉଦ ପ୍ରକୃତରେ ଜଘନ୍ୟ ପାପ କରିଅଛନ୍ତି ଓ ସେ ବର୍ତ୍ତମାନ ମହାପାପୀରେ ଗଣିତ। ଈଶ୍ୱର ମଧ୍ୟ ତାହାଙ୍କର ପାପ ନିମନ୍ତେ ତାହାଙ୍କୁ ଶାସ୍ତି ଦେବାକୁ ଯାଉଅଛନ୍ତି, ଯାହାକି ଆମେ ପରେ ଦେଖିବାକୁ ପାରିବା। ଏହାପରେ 11 ପର୍ବର 26 ଓ 27 ପଦରେ ଆମେ ଦେଖୁ ଯେ ଦାଉଦ ଶେଷରେ ବତ୍ସେବାକୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲେ, କିନ୍ତୁ ସେ ଯେଉଁପରି ଭାବରେ ତାହାକୁ ସ୍ତ୍ରୀ ରୂପେ ଗ୍ରହଣ କଲେ ତାହା ପାପ ଥିଲା। ସେ ତହିଁରୁ ତ୍ରାହି ପାଇପାରିଲେ ନାହିଁ। ଯଦିଓ ସେ ନିଜକୁ ନିର୍ଦ୍ଦୋଷୀ ଭାବେ ସାବ୍ୟସ୍ତ କରିବାକୁ ଚାହିଁଥିଲେ, ମାତ୍ର ସେ ଈଶ୍ୱରଙ୍କ ନିକଟରେ ଦୋଷୀ ସାବ୍ୟସ୍ତ ହେଲେ। ଏପର୍ଯ୍ୟନ୍ତ ଦାଉଦ ତାହାଙ୍କର ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ଲାଭ କରିଥିଲେ, ମାତ୍ର ଏହି ସମୟଠାରୁ ତାହାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ସେ ସମସ୍ୟାର ସମ୍ମୁଖୀନ ହେଲେ ଓ ବିଫଳତାର ସମ୍ମୁଖୀନ ହେଲେ। ଈଶ୍ୱର ତାହାଙ୍କୁ ତାହାଙ୍କ ପାପର ପ୍ରତିଫଳ ମଧ୍ୟ ଭୋଗ କରିବାକୁ ଦେଲେ। ପାପ ତାହାଙ୍କ ଜୀବନର ସମସ୍ତ ଗୌରବ ତଥା ମହିମା ଓ ସୁଖ ଶାନ୍ତିକୁ ଧୂଳିସାତ୍ କରିଦେଲା। ଯଦିଓ ତାହାଙ୍କର ସେହି ପାପ ବିଷୟ କେବଳ 3 ଜଣ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ଜାଣିନଥିଲେ ଓ ତାହା ପ୍ରକାଶିତ ହୋଇନଥିଲା, ମାତ୍ର ଏହା ଈଶ୍ୱରଙ୍କ ଦୃଷ୍ଟିରେ ଗୁପ୍ତ ନଥିଲା। ଈଶ୍ୱର ଦାଉଦଙ୍କର ପ୍ରତ୍ୟେକଟି ବିଷୟକୁ ଜାଣିଥିଲେ। ଦାଉଦ ମନେ ମନେ ଭାବିଥିଲେ ଯେ ତାହାଙ୍କର ପାପ କେହି ଦେଖି ନାହାନ୍ତି ଓ ସେ ତହିଁରୁ ଖସି ପଳାଇଯିବେ। ତାହାଙ୍କୁ କେହି ଦୋଷାରୋପ କରିପାରିବେ ନାହିଁ, ତାହାଙ୍କର କିଛି କ୍ଷତି ହେବ ନାହିଁ। ମାତ୍ର ଈଶ୍ୱର ତାହାଙ୍କ ପାପର ସମୁଚିତ ଫଳ ତାହାଙ୍କୁ ଭୋଗ କରିବାକୁ ଦେଲେ, ଯାହାକି ଆମେ ପରେ ଅଧ୍ୟୟନ କଲେ ଜାଣିପାରିବା। ପ୍ରିୟ ବନ୍ଧୁ, ଆପଣ ପାପ କରି କେବେ ହେଲେ ଈଶ୍ୱରଙ୍କ ଆଖିରେ ଧୂଳି ଦେବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ।
କାରଣ ଆପଣ ନିଜେ ଠକି ହେବେ। ଆମେ ପାପ କରି ମନୁଷ୍ୟ ଦୃଷ୍ଟିରେ ଖସି ଯାଇପାରୁ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ନୁହେଁ। ଆମେ ପାପ କରି ତାହାକୁ ଲୁଚାଇ ଦେଇପାରୁ କିମ୍ବା ସତମିଛ କହି ନିଜକୁ ନିର୍ଦ୍ଦୋଷୀ ବୋଲି ସାବ୍ୟସ୍ତ କରିପାରୁ, ମାତ୍ର ଈଶ୍ୱର ସର୍ବଦର୍ଶୀ। ସେ ଆମମାନଙ୍କର ପାପ ଅନୁଯାୟୀ ଆମମାନଙ୍କୁ ତହିଁର ପ୍ରତିଫଳ ଦିଅନ୍ତି। ଦାଉଦ ଯଦିଓ ଖସି ଯିବା ପାଇଁ ଚାହୁଁଥିଲେ, ମାତ୍ର ସେ ଯାଇପାରିଲେ ନାହିଁ, କାରଣ ଆମମାନଙ୍କର ପ୍ରତ୍ୟେକଟି ଗୁପ୍ତ ପାପ ମନୁଷ୍ୟର ଦୃଷ୍ଟିରେ ବା ଚିନ୍ତାଧାରାରେ ଗୁପ୍ତ ରହିପାରେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ପୂରାପୂରି ଖୋଲା। କେହି ଜଣେ ଏପରି କହନ୍ତି, ଏହି ଜଗତର ସମସ୍ତ ଗୁପ୍ତ ପାପ ସ୍ୱର୍ଗରେ ଖୋଲା। ଈଶ୍ୱର ଆମମାନଙ୍କର ପ୍ରତ୍ୟେକଟି ଗୁପ୍ତ ପାପ ଜାଣନ୍ତି, ମାତ୍ର ଆମେ ଯଦି ତାହା ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କରୁ, ତାହେଲେ ଆମେ ପାପରୁ ଉଦ୍ଧାର ପାଇ ସେ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ଓ ସମସ୍ୟାରୁ ଆମମାନଙ୍କୁ ରକ୍ଷା କରିପାରିବା। ଦାଉଦ ଯଦିଓ ପାପ କରିଥିଲେ, ମାତ୍ର ସେ ପରମୁହୂର୍ତ୍ତରେ ଅନୁତାପ କରି ତାହା ସ୍ୱୀକାର କରିଥିଲେ ଓ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇଥିଲେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ପାପ କେବଳ ଈଶ୍ୱରଙ୍କ ସହଭାଗିତାରୁ ଆମମାନଙ୍କୁ ବଞ୍ଚିତ କରେ ନାହିଁ, ମାତ୍ର ଏଥିସହିତ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ କରେ। ଆମମାନଙ୍କର ଜୀବନ ଫଳହୀନ ହୋଇଯାଏ, ଆମେ ସମସ୍ୟାର ସମ୍ମୁଖୀନ ହେଉ, ଜୀବନରେ କଷ୍ଟ ଦୁଃଖ ପାଉ, ମାତ୍ର ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ଏକମାତ୍ର ଉଦ୍ଧାରକର୍ତ୍ତା, ଯିଏକି ଆଜି ମଧ୍ୟ ଆମକୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ। କିନ୍ତୁ ଆମେ କ'ଣ ନିଜର ପାପ ସବୁ ତାହାଙ୍କ ନିକଟରେ ସ୍ୱୀକାର କରିବାକୁ ପ୍ରସ୍ତୁତ? ନା ପାପକୁ ଛପାଇ ରଖି ପାପ ଉପରେ ପାପ କରୁଅଛୁ? କିନ୍ତୁ ଈଶ୍ୱରଙ୍କ ବିଚାର ଅତି ନିକଟବର୍ତ୍ତୀ। ଦାଉଦ ବର୍ତ୍ତମାନ ବେଳକୁ ବେଳ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଅଛନ୍ତି ଓ ବିଫଳତା ମଧ୍ୟ ଦେଇ ଗତି କରୁଅଛନ୍ତି। ବର୍ତ୍ତମାନ ଆମେ 12 ପର୍ବ ମଧ୍ୟକୁ ଯିବା। ଏହି 12 ପର୍ବରେ ଆମେ ଦେଖିବାକୁ ଯିବା ଯେ ନାଥନ ଭବିଷ୍ୟତ ବକ୍ତା ଦାଉଦଙ୍କୁ ତାହାଙ୍କର ପାପ ବିଷୟରେ ଜଣାଇ ଦେଇଛନ୍ତି ଓ ଦାଉଦ ସେହି ପାପ ନିମନ୍ତେ ଅନୁତାପ କରୁଅଛନ୍ତି। ଯେତେବେଳେ ନାଥନ ଭବିଷ୍ୟତ ବକ୍ତା ଦାଉଦଙ୍କୁ ତାହାଙ୍କର ପାପ ବିଷୟ ନେଇ ଅବଗତ କରାନ୍ତି, ସେତେବେଳେ ସେ ଦାଉଦଙ୍କୁ ଈଶ୍ୱରଙ୍କର ବିଚାର ବିଷୟ ନେଇ ମଧ୍ୟ ଜଣାଇ ଦିଅନ୍ତି। ଦାଉଦ ଜାଣିବା ଉଚିତ ଯେ ମନୁଷ୍ୟ ଯାହା ବୁଣେ ତାହା ହିଁ ସେ କାଟେ। ତେବେ ଈଶ୍ୱରଙ୍କ ଲୋକମାନେ ଯଦିଓ ପାପ କରନ୍ତି, ମାତ୍ର ସେମାନେ ପାପରେ ଜୀବନ ଅତିବାହିତ କରନ୍ତି ନାହିଁ। ତାହା ହିଁ ଜାଗତିକ ମନୁଷ୍ୟ ଓ ଈଶ୍ୱରଙ୍କ ମନୁଷ୍ୟମାନଙ୍କ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୁଏ। ଗୋଟିଏ ମେଣ୍ଢା କାଦୁଅରେ ପଡ଼ିଗଲେ ମଧ୍ୟ ସେ ସେଥିରୁ କଳେ ବଳେ କୌଶଳେ ବାହାରି ଆସିବାକୁ ଚେଷ୍ଟା କରେ, ମାତ୍ର ଗୋଟିଏ ଘୁଷୁରୀ କାଦୁଅରେ ଲଟପଟ ହେବାକୁ ଭଲ ପାଏ ଓ ସେ ତହିଁରେ ଆନନ୍ଦ କରେ। ଈଶ୍ୱର କହନ୍ତି, ମନୁଷ୍ୟ ମାଟିର ପାତ୍ର ପରି। ଏକ ବହୁମୂଲ୍ୟ ମାଟିର ପାତ୍ର ମଧ୍ୟରେ ଯଦି କୌଣସି ଟିକିଏ ଖୁଣ ଥାଏ, ତାହେଲେ ଏହା ଯେପରି ଆଦରଣୀୟ ବା ବ୍ୟବହାରଯୋଗ୍ୟ ହୋଇ ନଥାଏ, ସେହିପରି ମାଟିର ମଣିଷ ତାହାର ପାପ ଲାଗି ଅନାଦୃତ ହୋଇଥାଏ ଓ ଲୋକେ ତାହାକୁ ଘୃଣା କରନ୍ତି। ଆଉ ଦାଉଦଙ୍କ ଜୀବନରେ ତାହା ହିଁ ଘଟିଲା। ସେ ପାପ କରି ଈଶ୍ୱରଙ୍କ ମନରେ ଦୁଃଖ ଦେଲେ, କିନ୍ତୁ ଈଶ୍ୱର ମଧ୍ୟ ଏଥି ନିମନ୍ତେ କିଛି କରିବାକୁ ଯାଉଅଛନ୍ତି। ଆପଣ ଦେଖନ୍ତୁ, ଈଶ୍ୱର ତାହାଙ୍କର ଅଦ୍ୱିତୀୟ ପ୍ରିୟପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କଲେ। ପାପୀ ମନୁଷ୍ୟକୁ ପାପରୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶୀୟ ମୃତ୍ୟୁଭୋଗ କଲେ। ସେ ଆମମାନଙ୍କର ପାପର ଋଣ ପରିଶୋଧ କଲେ। ଈଶ୍ୱର ମଧ୍ୟ କହନ୍ତି, ମନୁଷ୍ୟର ପାପ ଏତେ କଳା ଯେ ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଆବଶ୍ୟକ କଲା। ତାଙ୍କର ସେହି ପବିତ୍ର ରକ୍ତର ଆବଶ୍ୟକ ହେଲା। ଯଦି ଆପଣ ଈଶ୍ୱରଙ୍କଠାରୁ ବିମୁଖ ହୋଇ ପାପରେ ଜୀବନ ଅତିବାହିତ କରନ୍ତି, ତାହେଲେ ଆପଣ ବିନଷ୍ଟ ହେବେ। କିନ୍ତୁ ଯଦି ଆପଣ ଈଶ୍ୱରଙ୍କର ଲୋକ ଓ ଆପଣ ପାପରେ ପଡ଼ିଯାଇଛନ୍ତି, ତାହେଲେ ଈଶ୍ୱର ଆପଣଙ୍କୁ ତହିଁରୁ ଉଦ୍ଧାର କରିବେ। ଦାଉଦ ଈଶ୍ୱରଙ୍କର ଲୋକ ହେଲେ ମଧ୍ୟ ସେ ପାପରେ ପତିତ ହେଲେ, ମାତ୍ର ସେ ତହିଁ ନିମନ୍ତେ ଅନୁତାପ କରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାରୁ ଈଶ୍ୱର ତାହାଙ୍କୁ ଉଦ୍ଧାର କଲେ। ତେବେ ଦେଖନ୍ତୁ, 2 ସାମୁଏଲ 12 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଏକ ନଗରରେ 2 ଲୋକ ଥିଲେ, ଜଣେ ଧନୀ ଓ ଜଣେ ଦରିଦ୍ର। ଏହି ପ୍ରଥମ ପଦରେ ଆମେ ଜଣେ ଭାଓବାଦୀଙ୍କର ପରିଚୟ ପାଉଅଛୁ। ସେ ହେଉଛନ୍ତି ନାଥନ ଭବିଷ୍ୟତ ବକ୍ତା, ଯିଏକି ଧର୍ମଶାସ୍ତ୍ର ମଧ୍ୟରେ ସବୁଠାରୁ ସାହସିକ ଭବିଷ୍ୟତ ବକ୍ତା। ଦାଉଦ ଚାହିଁଥିଲେ ନାଥନଙ୍କୁ କୌଣସି କଥା କହିବା ପାଇଁ ସୁଯୋଗ ନ ଦେଇ ତାହାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରିଥାନ୍ତେ, କିନ୍ତୁ ତଥାପି ନାଥନ ରାଜାଙ୍କ ନିକଟରେ ରାଜାଙ୍କର ପାପ ବିଷୟ ନେଇ ତାହାଙ୍କୁ ଅନୁଯୋଗ କରିବାକୁ ଭୟ କରୁନାହାନ୍ତି, ମାତ୍ର ସାହସର ସହିତ ରାଜାଙ୍କ ନିକଟକୁ ଯାଇ ତାହାଙ୍କୁ ତାହାଙ୍କର ପାପ ବିଷୟରେ ଅବଗତ କରାଇ ଦେଉଛନ୍ତି ଓ ଈଶ୍ୱରଙ୍କ ବିଚାର ବିଷୟରେ ପ୍ରକାଶ କରୁଅଛନ୍ତି। ନାଥନ ଦାଉଦଙ୍କୁ ଏକ କାହାଣୀ ମାଧ୍ୟମରେ ତାହାଙ୍କର ପାପ ବିଷୟରେ ତାହାଙ୍କୁ ସଚେତନ କରାଇ ଦେବାକୁ ଚାହାନ୍ତି। ତେବେ କାହାଣୀଟି ଏହି ପ୍ରକାର, ଯାହାକି 12 ପର୍ବର ପ୍ରଥମ 6 ପଦ ମଧ୍ୟରେ ଲେଖା ଅଛି। ଏକ ନଗରରେ 2 ଲୋକ ଥିଲେ, ଜଣେ ଧନୀ ଓ ଜଣେ ଦରିଦ୍ର।
ଧନୀ ଲୋକର ଅତି ପ୍ରଚୁର ଗୋମେସାଦି ପଲ ଥିଲା, ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସ୍ୟା ଭିନ୍ନ ଆଉ କିଛି ନଥିଲା। ସେ ତାକୁ କିଣି ପାଳିଥିଲା, ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା। ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା। ଏକ ସମୟରେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା। ତହିଁରେ ସେ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା। ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସ୍ୟାଟିକି ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା। ଏଥିରେ ସେହି ଧନୀର ପ୍ରତିକୂଳରେ ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ସେ ନାଥନକୁ କହିଲେ, ଯେଉଁ ବ୍ୟକ୍ତି ଏହା କରିଅଛି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁଯୋଗ୍ୟ। ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସ୍ୟାର 4 ଗୁଣ ଫେରାଇ ଦେବ। ଏଠାରେ ଦାଉଦ ବାସ୍ତବରେ ଜଣେ ପ୍ରଚାରକ ପରି ମନେ ହୁଅନ୍ତି, ଯିଏକି ନିଜର ପ୍ରଚାର ଦ୍ୱାରା ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ଚାହେଁ, ମାତ୍ର ନିଜେ ତହିଁର ବିପରୀତ କାର୍ଯ୍ୟ କରେ। ଦାଉଦ ଏଠାରେ ସେହି କାହାଣୀଟି ଶୁଣିବା ପରେ ନିଜ ଜୀବନକୁ ଦେଖୁନାହାନ୍ତି, ମାତ୍ର ଅନ୍ୟର ଜୀବନକୁ ଦେଖୁଛନ୍ତି। ସେ ଅନ୍ୟକୁ ଅଙ୍ଗୁଳି ଦେଖାଉଛନ୍ତି, ମାତ୍ର ସେ ନିଜେ ଯେ ସେହି ଅପରାଧୀ ତାହା ଜାଣିବାକୁ ଚେଷ୍ଟା କରୁନାହାନ୍ତି। ଅନେକ ସମୟରେ ଆମ ଜୀବନରେ ସେହି ଦୁର୍ବଳତା ଦେଖାଯାଏ। ଆମେ ଅନ୍ୟର ଦୋଷ ତ୍ରୁଟିକୁ ଦେଖି ତାହା ପ୍ରତି ଅଙ୍ଗୁଳି ଦେଖାଉ, ମାତ୍ର ନିଜର ପାପ ବିଷୟରେ ସଚେତନ ହୋଇନଥାଉ। ଦେଖନ୍ତୁ, ନାଥନ ବର୍ତ୍ତମାନ ଦାଉଦଙ୍କୁ ତହିଁର କି ପ୍ରତ୍ୟୁତ୍ତର ଦେଉଛନ୍ତି। ସେହି 12 ପର୍ବର 7 ପଦରୁ 9 ପଦ ମଧ୍ୟରେ ଆମେ ଦେଖୁ, ଲେଖା ଅଛି, ଏଥିରେ ନାଥନ ଦାଉଦଙ୍କୁ କହିଲେ, ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମେ ତୁମକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ଆମେ ତୁମକୁ ସାଉଲ ହସ୍ତରୁ ରକ୍ଷା କଲୁ। ପୁଣି ଆମେ ତୁମକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ। ମଧ୍ୟ ଇସ୍ରାଏଲ ଓ ଜିହୁଦା ବଂଶ ତୁମକୁ ଦେଲୁ। ଆଉ ଯେବେ ଏହା ଅଳ୍ପ ହୋଇଥାନ୍ତା, ତେବେ ଆମ୍ଭେ ତୁମକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାନ୍ତୁ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମେ ଖଡ଼୍ଗ ଦ୍ୱାରା ହିତୀୟ ଉରିୟକୁ ମାରିଅଛ ଓ ତାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ। ପୁଣି ଅମନ ସନ୍ତାନ ଗଣର ଖଡ଼୍ଗ ଦ୍ୱାରା ଉରିୟକୁ ବଦ୍ଧ କରିଅଛ। ଦେଖନ୍ତୁ, ସଦାପ୍ରଭୁ ନାଥନକୁ ଯାହା ଯାହା କହିଥିଲେ, ନାଥନ ସେହି ସମସ୍ତ ବିଷୟ ଦାଉଦଙ୍କୁ ଜଣାଇ ଦେଇଥିଲେ। ସେ ସେହିସବୁ ବିଷୟ ଦାଉଦଙ୍କୁ ଜଣାଇବା ନିମନ୍ତେ ଭୟ କରିନଥିଲେ। ଦେଖନ୍ତୁ, ସେ କହନ୍ତି, ସେହି ବ୍ୟକ୍ତି ତ ତୁମ୍ଭେ। ବାସ୍ତବରେ ନାଥନଙ୍କର ସାହସ ଅତି ଚମତ୍କାର ଥିଲା, କାରଣ ସେ ଦାଉଦଙ୍କୁ ଭୟ ନ କରି ଈଶ୍ୱରଙ୍କୁ ଭୟ କରୁଥିଲେ ଓ ଈଶ୍ୱରଙ୍କ ବାକ୍ୟ ପାଳନ କରିବା ନିମନ୍ତେ ଚାହିଁଥିଲେ। ଆଜି ଅନେକ ପ୍ରଭୁଙ୍କର ଦାସ ମନୁଷ୍ୟର ମୁଖାପେକ୍ଷା କରନ୍ତି ଓ ମନୁଷ୍ୟକୁ ତାହାର ଭୁଲ ନିମନ୍ତେ ତାହାକୁ ସଚେତନ କରାନ୍ତି ନାହିଁ, କି ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ସେମାନଙ୍କୁ ଶିକ୍ଷା କିମ୍ବା ଚେତନା ଦିଅନ୍ତି ନାହିଁ। ମାତ୍ର ନାଥନ ଏଠାରେ ଦାଉଦଙ୍କୁ କହନ୍ତି, ତୁମେ ହେଉଛ ସେହି ଅପରାଧୀ। ତାହେଲେ ଦାଉଦ କ'ଣ କରିବା ପାଇଁ ଯାଉଅଛନ୍ତି? ସେ ନାଥନକୁ କିଛି କହନ୍ତି ନାହିଁ, ମାତ୍ର ସେ ତହିଁ ନିମନ୍ତେ ଅନୁତାପ କରନ୍ତି। ଈଶ୍ୱର ଦାଉଦଙ୍କ ଜୀବନରେ କୌଣସି ବିଷୟ ଅଭାବ ରଖିନଥିଲେ। ଦାଉଦ ଯାହା ଚାହିଁଥିଲେ ଈଶ୍ୱର ତାଙ୍କୁ ତାହା ଦେଇଥିଲେ। ମାତ୍ର ଦାଉଦ ତଥାପି ଯାହା ନ କରିବା କଥା ବା ନ ଚାହିଁବା କଥା ତାହା କରିଥିଲେ। ତେଣୁକରି ସେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ପାପ କରି ବସିଲେ। ଈଶ୍ୱର ତାହା ପାପ ବୋଲି ବିଚାର କଲେ ଓ ତହିଁ ନିମନ୍ତେ ଦାଉଦଙ୍କୁ ଶାସ୍ତି ମଧ୍ୟ ଦେଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ଯାହା ଦେଇଛନ୍ତି ଓ ଯେଉଁପରି ଅବସ୍ଥାରେ ରଖିଛନ୍ତି ତହିଁରେ ସନ୍ତୁଷ୍ଟ ହୁଅନ୍ତୁ। କିନ୍ତୁ ଯାହା କରିବା କଥା ନୁହଁ, ତାହା କରି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ପାପରେ ଜୀବନ ଅତିବାହିତ ନ କରନ୍ତୁ। ଫଳରେ ଆପଣ ଅଧିକରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବେ ଓ ପାପ କରି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହେବେ। ବିଶେଷରେ ସମୟର ସଦ୍ବ୍ୟବହାର କରନ୍ତୁ, ମାତ୍ର ବୃଥା ଆଳସ୍ୟରେ ସମୟ ଅତିବାହିତ କରି ଶୟତାନଙ୍କୁ ନିଜର ହୃଦୟରେ କାର୍ଯ୍ୟ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ। ଦେଖନ୍ତୁ, ଦାଉଦଙ୍କର ପାପ ନିମନ୍ତେ ଈଶ୍ୱର କିପରି ତାହାଙ୍କର ବିଚାର କରୁଅଛନ୍ତି। 12 ପର୍ବର 10 ପଦରୁ 12 ପଦ ମଧ୍ୟରେ ଆମେ ଦେଖୁ, ଲେଖା ଅଛି, ଏହେତୁ ତୁମ୍ଭ ଗୃହରୁ ଖଡ଼୍ଗ କେବେ ଯିବ ନାହିଁ, କାରଣ ତୁମ୍ଭେ ଆମକୁ ତୁଚ୍ଛ କରି ତୁମର ଭାର୍ଯ୍ୟା ହେବା ପାଇଁ ହିତୀୟ ଉରିୟର ଭାର୍ଯ୍ୟାକୁ ନେଇଅଛ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା। ତହିଁରେ ସେ ଏହି ସୂର୍ଯ୍ୟ ସମ୍ମୁଖରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ। ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ସୂର୍ଯ୍ୟ ସମ୍ମୁଖରେ କରିବା। ବାସ୍ତବରେ ଏହା ଅତି ଭୟଙ୍କର ବିଚାର ଥିଲା। ଦାଉଦ ଯେପରି କଲେ ତାହାଙ୍କ ପ୍ରତି ମଧ୍ୟ ଠିକ୍ ସେହିପରି ତହିଁର ପ୍ରତିଫଳ ବର୍ତ୍ତିଲା। ତାଙ୍କର ନିଜ ଲୋକମାନେ ତାହାଙ୍କ ବିରୁଦ୍ଧରେ ଖଡ଼୍ଗ ଉଠାଇଲେ, ଅମଙ୍ଗଳ ଘଟାଇଲେ।
ତାଙ୍କର ଭାର୍ଯ୍ୟାମାନେ ମଧ୍ୟ ନିଜର ଆତ୍ମୀୟମାନଙ୍କ ସହ ବ୍ୟଭିଚାର କଲେ। ସେମାନେ ଦାଉଦଙ୍କର ଭାର୍ଯ୍ୟାଗଣ ସହିତ ପ୍ରକାଶ୍ୟରେ ଶୟନ କଲେ। ଦାଉଦ ଯଦିଓ ଗୋପନରେ କରିଥିଲେ, ମାତ୍ର ଈଶ୍ୱର ତାହା ତାହାଙ୍କ ପ୍ରତି ସମସ୍ତଙ୍କ ସାକ୍ଷାତରେ ଘଟାଇଲେ। ଏହାଠାରୁ ବଳି ଘୋର ଅପମାନ ତଥା ଦୁଃଖର ବିଷୟ ଆଉ କ'ଣ ଥାଇପାରେ? ଦାଉଦଙ୍କର ନିଜର ପରିବାର ମଧ୍ୟରେ ଏହି ସମସ୍ତ ବିଷୟ ଘଟିଲା, ଯାହାକି ଆମେ ପରବର୍ତ୍ତୀ ଅଂଶରେ ଅଧ୍ୟୟନ କରି ଜାଣିପାରିବା। ଦାଉଦ ଯଦିଓ ନିଜର ପାପ ନିମନ୍ତେ ଅନୁତାପ କରିଥିଲେ, ମାତ୍ର ତହିଁର ପ୍ରତିଫଳ ତାହାଙ୍କୁ ଭୋଗିବାକୁ ପଡ଼ିଲା। ଈଶ୍ୱର ଯଦିଓ ପାପୀକୁ ତାହାର ପାପରୁ ଉଦ୍ଧାର କରିଥାନ୍ତି, ମାତ୍ର ପାପୀ ତାହାର ପାପର ପ୍ରତିଫଳ ନିଶ୍ଚିତ ଭାବେ ଭୋଗ କରେ। ତେବେ ଦେଖନ୍ତୁ, ଏହା ଶୁଣିବା ପରେ ଦାଉଦଙ୍କ ମନର ପ୍ରତିକ୍ରିୟା। 12 ପର୍ବର 13 ଓ 14 ପଦ ମଧ୍ୟରେ ଆମେ ଦେଖୁ ଯେ ଦାଉଦ ଏଠାରେ ନିଜର ପାପ ନିମନ୍ତେ ଅନୁତାପ କରୁଅଛନ୍ତି। ଦେଖିବାକୁ ଗଲେ ଦାଉଦ ନିଜର ପାପ ନିମନ୍ତେ ମୃତ୍ୟୁଭୋଗ କରିବା ଉଚିତ ଥିଲା, ମାତ୍ର ଈଶ୍ୱର ଦାଉଦଙ୍କ ଜୀବନକୁ ରକ୍ଷା କରନ୍ତି ଓ ତାହାଙ୍କୁ ତାହାଙ୍କର ପାପ ନିମନ୍ତେ ଅନୁତାପ କରି ତହିଁରୁ ଫେରିଆସିବା ନିମନ୍ତେ ସୁଯୋଗ ଦିଅନ୍ତି ଓ ତାହାଙ୍କର ପାପ ମଧ୍ୟ ତାହାଙ୍କଠାରୁ ଦୂର କରିଦିଅନ୍ତି। ମାତ୍ର ଦାଉଦ ତାହାଙ୍କର ଅପକର୍ମ ଦ୍ୱାରା ସଦାପ୍ରଭୁଙ୍କର ଶତ୍ରୁମାନଙ୍କୁ ନିନ୍ଦା କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ଦାଉଦ ମଧ୍ୟ ତହିଁର ପ୍ରତିଫଳ ଭୋଗ କଲେ। ବତ୍ସେବା ଠାରୁ ଜାତ ତାହାଙ୍କର ସନ୍ତାନ ମୃତ୍ୟୁବରଣ କଲା। ଏହାପରେ 15-18 ପଦ ମଧ୍ୟରେ ଦାଉଦ ଈଶ୍ୱରଙ୍କ ନିକଟରେ ସେହି ପୁତ୍ର ନିମନ୍ତେ ନିବେଦନ କଲେ, ଯେପରି ସେ ବଞ୍ଚି ରହିବାକୁ ପାରେ। ମାତ୍ର ଶେଷରେ ଶୁଣିବାକୁ ପାରିଲେ ଯେ ପୁତ୍ରଟି ମରିଗଲା। ଈଶ୍ୱରଙ୍କ ବାକ୍ୟ କେବେ ହେଲେ ଅନ୍ୟଥା ହୁଏ ନାହିଁ। ଦାଉଦ ଏହା ଶୁଣିବା ପରେ ତାହାଙ୍କ ମନର ପ୍ରତିକ୍ରିୟା, ଯାହାକି ଆମେ 12 ପର୍ବର 19 ପଦରୁ 25 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଦାଉଦଙ୍କର ଦାସମାନେ ଦାଉଦଙ୍କର ଏ ପ୍ରକାର କାର୍ଯ୍ୟକଳାପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ସେମାନେ ବୋଧହୁଏ ମନେ ମନେ ଭାବୁଥିଲେ ଦାଉଦ ଶୋକାଭିଭୂତ ହୋଇ ବିଳାପ କରିବେ ଓ ଆପଣାର ଅନିଷ୍ଟ କରିବେ। ମାତ୍ର ସେମାନେ ଦାଉଦଙ୍କ ଜୀବନରେ ସମ୍ପୂର୍ଣ୍ଣ ଏକ ଭିନ୍ନ ବିଷୟ ଲକ୍ଷ୍ୟ କରୁଅଛନ୍ତି, କାରଣ ତାହାଙ୍କର ପୁତ୍ର ମରିବା ପୂର୍ବରୁ ସେ ଉପବାସ କରୁଥିଲେ ଓ ଅଖା ପିନ୍ଧି ଭସ୍ମରେ ବସୁଥିଲେ। କିନ୍ତୁ ପୁତ୍ରର ମୃତ୍ୟୁ ଖବର ପାଇବା ପରେ ସେ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ ଓ ଆପଣା ଗୃହକୁ ଆସି ଭୋଜନ କଲେ। ବାସ୍ତବରେ ଏହା କ'ଣ ଆଶ୍ଚର୍ଯ୍ୟର ବିଷୟ ନୁହେଁ କି? ମାତ୍ର ସେ ଈଶ୍ୱରଙ୍କ ଇଚ୍ଛାକୁ ମାନିନେଲେ। ଆଉ ତାହାଙ୍କର ଦାସମାନେ ତାହାଙ୍କୁ ଏହିପରି କାହିଁକି କଲେ ବୋଲି ପ୍ରଶ୍ନ କରିବାରୁ ସେ ଏହିପରି ଉତ୍ତର ଦିଅନ୍ତି, ଏବେ ସେ ତ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣିପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋ ନିକଟକୁ ଫେରିଆସିବ ନାହିଁ। କାରଣ ଦାଉଦ ଜାଣିଥିଲେ ଯେ ସେହି ସାନ ଶିଶୁ ଉଦ୍ଧାର ପାଇଅଛି। ଆଉ ସେ ଜାଣିଥିଲେ ଯେ ଯେତେବେଳେ ସେ ମୃତ୍ୟୁବରଣ କରିବେ, ସେ ନିଶ୍ଚିତ ଭାବେ ତାହାଙ୍କ ପୁତ୍ରଙ୍କ ସହିତ ମିଳିତ ହେବେ। ପବିତ୍ର ଧର୍ମଶାସ୍ତ୍ର ଅନୁଯାୟୀ ଜଣେ ଶିଶୁ ତାହାର ବାଲ୍ୟାବସ୍ଥାରେ ଯଦି ମୃତ୍ୟୁଭୋଗ କରେ, ତାହେଲେ ସେ ପ୍ରଭୁଙ୍କ ନିକଟକୁ ଯାଏ। କିନ୍ତୁ ଆମେ ଜାଣି ରଖୁ ଯେ ଆମମାନେ ପାପ କରି ଈଶ୍ୱରଙ୍କ ବିରୁଦ୍ଧାଚାରୀ ହେଲେ ଆମର ପୁତ୍ରକନ୍ୟାମାନଙ୍କ ପ୍ରତି ମଧ୍ୟ ତହିଁର ପ୍ରତିଫଳ ବର୍ତ୍ତେ। ତାପରେ 12 ପର୍ବର 24 ଓ 25 ପଦରେ ଆମେ ଦେଖୁ ଯେ ଦାଉଦଙ୍କ ଭାର୍ଯ୍ୟା ବତ୍ସେବାଠାରୁ ସଲୋମନ ନାମକ ଏକ ପୁତ୍ର ଜାତ ହେଲେ ଓ ଏହି ନାମର ଅର୍ଥ ସଦାପ୍ରଭୁଙ୍କ ପ୍ରିୟ। ଯେହେତୁ ସଦାପ୍ରଭୁ ତାହାକୁ ପ୍ରେମ କଲେ, ଏହି ନାମ ସଦାପ୍ରଭୁ ନାଥନଙ୍କ ଦ୍ୱାରା ସଲୋମନଙ୍କୁ ପ୍ରଦାନ କରିଥିଲେ। ଏହାପରେ 12 ପର୍ବର 26-31 ପଦରେ ଆମେ ଦେଖୁ ଯେ ଦାଉଦ ଓ ଯୋଆବ ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ। ଆପଣ ଦେଖନ୍ତୁ, ଦାଉଦ ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରକୁ ଯାଇ ଯୁଦ୍ଧ କରୁଅଛନ୍ତି, ଯାହାକି ସେ ପୂର୍ବରୁ ତାହା କରିବାକୁ ଥିଲା। ତେବେ ସେ ଯାଉନା କାହିଁକି, ଦାଉଦ ସେହି ଅମନ ସନ୍ତାନମାନଙ୍କୁ ପରାସ୍ତ କରି ସେମାନଙ୍କ ନଗର ସବୁ ହସ୍ତଗତ କଲେ ଓ ତାହାଙ୍କର ରାଜ୍ୟ ବିସ୍ତାରିତ ହେବାକୁ ଲାଗିଲା ଓ ଦାଉଦ ଜଣେ ମହାନ ରାଜା ରୂପେ ପରିଗଣିତ ହେଲେ। କିନ୍ତୁ ତାହାଙ୍କ ପାପ ବିଷୟରେ କ'ଣ କୁହାଯାଇପାରେ? ସେ କ'ଣ ତହିଁରୁ ଛାଡ଼ ପାଇଗଲେ? ନୁହେଁ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖିବାକୁ ଯିବା ଯେ ତାହାଙ୍କର ଏକ ପୁତ୍ର ଥିଲା, ଯେ କି ଅତି ଜଘନ୍ୟ ଅପରାଧ କଲା। ସେ ତାହାର ଅର୍ଦ୍ଧ ଭଉଣୀ ସହିତ ବ୍ୟଭିଚାର କଲା। ଯେଉଁ ଭଉଣୀର ନିଜ ଭାଇ ଅବସଲମ ଥିଲା, ସେ ତାହାର ସେହି ଭଉଣୀକୁ ବଧ କଲା, କାରଣ ଏହା ଇସ୍ରାଏଲ ମଧ୍ୟରେ ଏକ ଘୋର ଅପମାନଜନକ କାର୍ଯ୍ୟ ଥିଲା ଓ ଏହି ଘଟଣା ସମଗ୍ର ଇସ୍ରାଏଲ ମଧ୍ୟରେ ଚହଳ ପକାଇଦେଲା। ଲୋକମାନେ ବୋଧହୁଏ ଏହିପରି ଦାଉଦଙ୍କୁ କହିଥିବେ, ହେଇ ଦେଖ, ଦାଉଦ ଆମମାନଙ୍କ ଉପରେ ରାଜତ୍ୱ କରୁଅଛନ୍ତି, ମାତ୍ର ସେ ନିଜର ପରିବାରକୁ ଶାସନ କରିବା ନିମନ୍ତେ ଅଯୋଗ୍ୟ। ବାସ୍ତବରେ ଦାଉଦଙ୍କ ପ୍ରତି ଏହା ଏକ ଘୋର ଅପମାନଜନକ ବିଷୟ ଥିଲା। କିନ୍ତୁ ଦାଉଦ ଏଥି ନିମନ୍ତେ ଈଶ୍ୱରଙ୍କୁ ଦୋଷାରୋପ କରୁନାହାନ୍ତି, ମାତ୍ର ସେ ଈଶ୍ୱରଙ୍କ ନିକଟକୁ ଯାଇ ତାହାଙ୍କ ନିକଟରେ ଅନୁତାପର ସହିତ କ୍ରନ୍ଦନ କରୁଅଛନ୍ତି, ଯାହାକି ଆମେ ଗୀତ ସଂହିତା 51 ପର୍ବର ପ୍ରଥମ 2 ପଦରେ ଓ 12 ପଦରେ ଲକ୍ଷ୍ୟ କରିବାକୁ ପାରୁ। ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ ପ୍ରତି ଦୟା କର। ତୁମ କୃପାର ବାହୁଲ୍ୟ ଅନୁସାରେ ମୋର ଅଧର୍ମ ମାର୍ଜନା କର। ମୋ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ ପାପରୁ ମୋତେ ସୂଚୀ କର। ତୁମ ପରିତାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ। ଆଜି କ'ଣ ଆମେ ଆମର ପାପ ନିମନ୍ତେ ପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କରିବା, ପ୍ରଭୁ ମୋତେ ତୁମେ ରକ୍ଷା କର, ମୋତେ ଉଦ୍ଧାର କର। ତାହେଲେ ପ୍ରଭୁ ସୁନିଶ୍ଚିତ ଭାବରେ ଉଦ୍ଧାର କରି
ଆମମାନଙ୍କୁ ସେ ଅନନ୍ତ ଜୀବନର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରେ ଆଜିର ବାଇବଲ ଅଧ୍ୟୟନ କାର୍ଯ୍ୟକ୍ରମଟି ଆପଣଙ୍କ ପାଇଁ ଉପକାରର ବିଷୟ ହୋଇଛି। ଆପଣ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଆମେ ଏହି କଥା ଦେଖିଲୁ ଯେ ଦାଉଦ ପାପ କଲେ ଏବଂ ପାପର ପରିଣାମ ଦଣ୍ଡ। ଦାଉଦ ରାଜା ହେଲେ ମଧ୍ୟ ଦଣ୍ଡ ପାଇବା ପାଇଁ ଯୋଗ୍ୟ ଥିଲେ, କିନ୍ତୁ ଦାଉଦ ନିଜର ପାପକୁ ବୁଝିପାରିଲେ, ପ୍ରଭୁଙ୍କ ନିକଟରେ ତାହା ସ୍ୱୀକାର କରିକି ଅନୁତାପର ସହିତ କ୍ଷମା ମାଗି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ଦୟାବାନ କ୍ଷମାମୟ ଅଟନ୍ତି। ଆମର ପାପ ସିନ୍ଦୁର ବର୍ଣ୍ଣ ପରି ହେଲେ ହିମ ପରି ଶୁକ୍ଳ ବର୍ଣ୍ଣ ହେବ, ଏହା ସେ ଘୋଷଣା କରି କହନ୍ତି। ଯେତେବେଳେ ଆମେ ଅନୁତାପର ସହିତ ତାହାଙ୍କ ନିକଟକୁ ଫେରି ଆସୁ, ଈଶ୍ୱର ଆମର ପାପ କ୍ଷମା କରିପାରନ୍ତି ଯଦି ଆମେ ବାସ୍ତବ ହୃଦୟରେ ଆମ ପାପ ନିମନ୍ତେ ଅନୁତାପ କରୁ ଏବଂ ତାହାଙ୍କଠାରେ କ୍ଷମା ଭିକ୍ଷା କରୁ। ପ୍ରିୟ ବନ୍ଧୁ, ଆମେ ସମସ୍ତେ ପାପୀ ଅଟୁ। ଈଶ୍ୱରଙ୍କର ବାକ୍ୟ କହେ ସମସ୍ତେ ପାପ କରିଅଛନ୍ତି, ଈଶ୍ୱରଙ୍କର ମହିମାରୁ ଉଣା ପଡ଼ିଅଛନ୍ତି। ଆମର ଦଣ୍ଡ ନିରୂପଣ କରାଯାଇଛି। ବାକ୍ୟରେ ଲେଖା ଅଛି, ପାପର ଦଣ୍ଡ ଅନନ୍ତ ମୃତ୍ୟୁ ଅଟେ। କିନ୍ତୁ ଶୁଭବାର୍ତ୍ତା ହେଉଛି ଆମମାନଙ୍କର ପାପର ଦଣ୍ଡକୁ ଦୂର କରିବାର ନିମନ୍ତେ ପ୍ରଭୁ ଯୀଶୁ କାଲଭରି କ୍ରୁଶରେ ମୃତ୍ୟୁଭୋଗ କଲେ। ଆମର ପାପର ଦଣ୍ଡରୁ ଆମକୁ ମୁକ୍ତ କରିବାର ନିମନ୍ତେ ସେ ନିର୍ଦ୍ଦୋଷ ହେଲେ ଆମମାନଙ୍କର ଦୋଷ ନିମନ୍ତେ ସେ ଦୋଷୀ ଭଳି କାଲଭରି କ୍ରୁଶରେ ଆପଣାର ପ୍ରାଣ ଦେଲେ। ଆଜି କ'ଣ ଆମ ପାପର ନିମନ୍ତେ ଆମେ ଅନୁତପ୍ତ ଅଛୁ କି? ପ୍ରଭୁଙ୍କ ନିକଟରେ କ୍ଷମା ମାଗୁଛୁ କି? କାରଣ ସେ ଆମ ପାପ କ୍ଷମା କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ତେବେ ଆଜି ତ ଆମମାନଙ୍କର ସମୟ ଏଠି ସରିଆସିଛି। ଆଗାମୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରଭୁଙ୍କ ଚରଣ ନିକଟକୁ ଯିବା, ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମଠାରେ କ୍ଷମା ଅଛି, ସେଥିପାଇଁ ପ୍ରତ୍ୟେକେ ତୁମକୁ ଭୟ କରିବେ। ତୁମେ ଏକମାତ୍ର କ୍ଷମାକାରୀ ପରମେଶ୍ୱର। କାରଣ ଯାହା କିଛି ପାପ ଆମମାନେ କରୁ ପରସ୍ପର ବିରୁଦ୍ଧରେ ହୋଇପାରେ, ନିଜ ବିରୁଦ୍ଧରେ ହୋଇପାରେ, ସବୁ ପାପ ମୌଳିକ ଭାବରେ ତୁମ ବିରୁଦ୍ଧରେ ଅଟେ। କାରଣ ତୁମେ ଆମମାନଙ୍କୁ ବ୍ୟବସ୍ଥା ଦେଇଛ, ସାମାଜିକ ନୀତି ନିୟମ ଦେଇଛ, ତୁମେ ଆମମାନଙ୍କୁ ବିବେକ ଦେଇଛ। ସେଥିପାଇଁ ପ୍ରଭୁ ତୁମ ବାକ୍ୟର ଉଲ୍ଲଙ୍ଘନ ଯାହାକି ପାପ ଅଟେ, ତୁମ ବିରୁଦ୍ଧରେ ଯିବା ପାପ ଅଟେ, ଯାହା ତୁମେ ମନା କରିଛ ତାହା କରିବା ପାପ ଅଟେ। ଅତଏବ ଆମମାନଙ୍କର ପାପ ନିମନ୍ତେ ଖେଦିତ ଏବଂ ପ୍ରଭୁ ଦୁଃଖିତ ହୋଇ ଅନୁତାପର ସହିତ ତୁମ ନିକଟକୁ ଫେରି ଆସିବାର ନିମନ୍ତେ ପ୍ରତ୍ୟେକଙ୍କୁ ସାହାଯ୍ୟ କର। କାରଣ ତୁମେ କ୍ଷମାବାନ, ତୁମେ ଦୟାବାନ ପରମେଶ୍ୱର, କ୍ଷମାକାରୀ ପରମେଶ୍ୱର ଅଟ। ତୁମେ ଆଜି ଆମମାନଙ୍କର ପାପ କ୍ଷମା କରିବାକୁ ଚାହୁଁଛ। ଧନ୍ୟବାଦ କରୁଅଛୁ। ଗୌରବ ତୁମକୁ ଦେଇ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বর রে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত কৰাଯିব ও পুরস্কৃত କରାଯିব। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ପୁରୀରୁ ଟ୍ୱିଙ୍କଲ ପ୍ରଧାନ ଓ ପରିବାର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।